ଆଜିର ସଂସାରରେ ଅନେକ ବ୍ୟକ୍ତି ଶରୀର ଠାରୁ ସୁଖ ଖୋଜୁଛନ୍ତି। ଆପଣଙ୍କ ଶରୀର ଯେମିତି ରକ୍ତ ମାଂସ ହାଡ଼ରେ ଗଢ଼ା ପଞ୍ଚଭୂତରେ ସୃଷ୍ଟି ହୋଇଛି, ଖାଦ୍ୟ ଖାଇବା ଦ୍ୱାରା ବଞ୍ଚୁଛି, ନିଶ୍ୱାସ ନେବା ଦ୍ୱାରା ବଞ୍ଚୁଛି, ଠିକ୍ ସେମିତି ଅନ୍ୟ ଯେଉଁ ଶରୀର ଠାରୁ ସୁଖ ଖୋଜୁଛନ୍ତି ସେ ଶରୀର କ'ଣ ସୁନା ହୀରାରେ ତିଆରି ହେଇଛି କି? ଟିକେ ଭାବିଲେ, ସିଏ ବି ତ ସେଇ ପଞ୍ଚଭୂତରୁ ସୃଷ୍ଟି ହୋଇଛି, ଖାଦ୍ୟ ଖାଇବା ଦ୍ୱାରା ବଞ୍ଚୁଛି, ନିଶ୍ୱାସ ନେବା ଦ୍ୱାରା ବଞ୍ଚୁଛି। ଯଦି ଆପଣଙ୍କ ଶରୀର ଆପଣଙ୍କୁ ସୁଖ ଦେଇପାରୁନି, ତାହେଲେ ସେ ଶରୀର ଆପଣଙ୍କୁ କେମିତି ସୁଖ ଦେବ? ଏହା ହେଉଛି ମଣିଷର ଅଜ୍ଞାନତା। ଯେତେବେଳେ ମଣିଷ ଏହି ଅଜ୍ଞାନ ଭିତରେ ରହିଥାଏ, ସେତେବେଳେ ସେ କାମନା ଆସକ୍ତିରେ ଜଡ଼ିତ ହୋଇ ଦୁଃଖ ପାଇଥାଏ। ଆଜିର ସଂସାରରେ ଯଦି ବି ବଳାତ୍କାର ହେଉଛି, ତାହେଲେ ଏଇ କଥାକୁ ସେମାନେ ବୁଝିପାରୁନାହାନ୍ତି ଯେ ଶରୀରରେ ସୁଖ ନାହିଁ। ସୁଖ ପ୍ରକୃତିରେ ଅଛି ସ୍ୱରୂପରେ, ସୁଖ ପ୍ରକୃତିରେ ଅଛି ସାଧନାରେ, ଈଶ୍ୱରଙ୍କ ପାଖରେ। ସେଠି ପହଞ୍ଚିଲେ ସୁଖ ପ୍ରାପ୍ତି କରିବେ। ଶରୀର ଠାରୁ ସୁଖ ଚାହିଁଲେ ଶରୀର କେବେ ବି ଆପଣଙ୍କୁ ସୁଖ ଦେଇପାରିବ ନାହିଁ। ଏତିକି ଭାବି ନେବେ, ଯଦି ମୋ ଶରୀର ମୋତେ ସୁଖ ଦେଇପାରୁନି, ତାହେଲେ ଅନ୍ୟ କୌଣସି ଶରୀର ବି ମୋତେ ସୁଖ ଦେଇପାରିବ ନାହିଁ। କାହିଁକିନା ମୋ ଶରୀର ଯେଉଁଥିରେ ଗଢ଼ା, ସେ ଶରୀର ବି ସେଇଥିରେ ଗଢ଼ା।